ଓଡ଼ିଶାର କୁଟୀର ଶିଳ୍ପ ବା ହସ୍ତଶିଳ୍ପ ଉପକ୍ରମ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା କୁଟୀର ଶିଳ୍ପ ଏବଂ ହସ୍ତଶିଳ୍ପରେ ପ୍ରବୀଣ ଅଟେ। ନିଜ ଘରେ ପରିବାର ସହାୟତାରେ ସୀମିତ ସମ୍ବଳରେ ହସ୍ତଶିଳ୍ପ ମାଧ୍ୟମରେ ରୋଜଗାରର ଉପାୟ ସାଧନ କରେ। ହସ୍ତଶିଳ୍ପ ହେଉଛି ମନୁଷ୍ୟର କୁଶଳୀ ହାତର କାମ। କୁଟୀର ଶିଳ୍ପକୁ ହସ୍ତଶିଳ୍ପ ବୋଲି କୁହାଯାଏ। ନିଜ ଗୃହରେ ହେଉଥିବାରୁ ଏହାକୁ ଗୃହଶିଳ୍ପ ବା କୁଟୀର ଶିଳ୍ପ କୁହାଯାଏ। ବର୍ଣ୍ଣନା। ବୟନ ଶିଳ୍ପରେ ଓଡ଼ିଶାର ଖ୍ୟାତି ଦେଶ ବିଦେଶରେ ଅଛି। ଓଡ଼ିଶାର ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ପାଟ, ମଠା ଶାଢ଼ୀ, ସମ୍ବଲପୁରୀ ଶାଢ଼ୀ, ଲୁଙ୍ଗି, ଗାମୁଛା, ଟସର ଶିଳ୍ପ ବିଖ୍ୟାତ ଅଟେ। ଚାନ୍ଦୁଆ ହସ୍ତଶିଳ୍ପ ଭାରତବର୍ଷରେ ଲୋକପ୍ରିୟତା ଅର୍ଜନ କରିଛି। ବାଲେଶ୍ୱରର ରେମୁଣା, କଟକର ଭଟିମୁଣ୍ଡା, ଢେଙ୍କାନାଳର ଭୁବନୀ ପ୍ରଭୃତି ସ୍ଥାନରେ କଂସା ବାସନ ତିଆରି ରାଜ୍ୟ ଓ ରାଜ୍ୟ ବାହାରେ ସୁଖ୍ୟାତି ଲାଭ କରିଛି। ପ୍ରସ୍ତରକୁ ବ୍ୟବହାର କରି ଶିଳ୍ପୀମାନେ ମୂର୍ତ୍ତି, ମନ୍ଦିର, ଶିଲ, ଚକି ଆଦି କାରୁକାର୍ଯ୍ୟ କରିଥାନ୍ତି। ବାଉଁଶରେ ବିଭିନ୍ନ ପ୍ରକାରର ଟୋକେଇ, ଭୋଗେଇ, କୁଲା ଇତ୍ୟାଦି ତିଆରି କରିଥାନ୍ତି। ମାଟିରେ ଦେବାଦେବୀ ମୂର୍ତ୍ତି, ହାଣ୍ଡି, ମାଠିଆ, ସୁରେଇ, ଦୀପ, ଗୃହ ସାଜସଜ୍ଜା ସରଞ୍ଜାମ ଇତ୍ୟାଦି ନିର୍ମାଣ କରିଥାନ୍ତି। ଶେଷ କଥା, କୁଟୀର ଶିଳ୍ପ ଓ ଅନ୍ୟାନ୍ୟ ହସ୍ତଶିଳ୍ପ ଦ୍ୱାରା ଅର୍ଥନୀତିକ ଅଭିବୃଦ୍ଧି ଘଟେ। ଏହା ଗ୍ରାମ୍ୟ ଅର୍ଥନୀତିକୁ ଦୃଢ଼ କରିବା ସହିତ ବେକାରୀ ସମସ୍ୟା ଦୂର କରିବାରେ ସକ୍ଷମ ହୋଇଥାଏ। ସରକାରୀ ସାହାଯ୍ୟ ବିନା କୁଟୀର ଶିଳ୍ପ ବେଶୀ ଅଗ୍ରଗତି ସମ୍ଭବପର ନୁହେଁ। ସରକାରୀ ପ୍ରୋତ୍ସାହନ ନିହାତି ଆବଶ୍ୟକ। ଓଡ଼ିଶାର ଜନସାଧାରଣଙ୍କର ଆର୍ଥିକ ଅଗ୍ରଗତି କୁଟୀର ଶିଳ୍ପ ମାଧ୍ୟମରେ ହେବ। ଧନ୍ୟବାଦ।